ଯେହେତୁ ବର୍ତ୍ତମାନ ଜଙ୍ଗଲ ଦିନକୁ ଦିନ କ୍ଷୟକ୍ଷତି ହେଉଛି, ଆଦିବାସୀ ଲୋକମାନେ ପ୍ରତ୍ୟେକ ଜଙ୍ଗଲକୁ ନଷ୍ଟ କରିବାରେ ଲାଗିଛନ୍ତି। ତେଣୁକରି ହାତୀଟି ରହିବାକୁ ତାକୁ ଜାଗା ଏକା ନାହିଁ। ତେଣୁକରି ସେ ବାଧ୍ୟ ହେଇକି ଆସିକି ଗାଁ ମାନଙ୍କୁ ପଶୁଛି। କୋଡିଘଟାର ପ୍ରାଥମିକ ବିଦ୍ୟାଳୟରେ ଚାଉଳ ସକାଳ 3ଟା ବେଳକୁ ଆସି କବାଟକୁ ଭାଙ୍ଗି ବିଦ୍ୟାଳୟର ଯୋଉ ଘରେ ଚାଉଳ ଥିଲା ସେ ଚାଉଳ 7 ବସ୍ତା ଖଣ୍ଡେ ଚାଉଳ ସେ ଖାଇଥିଲେ। ତାଙ୍କର କଣ ହଉଛି ଗାଁ ମୁହାଁ ହେଲେ ଆମେ ତାକୁ ଟ୍ରାକ୍ କରିକି ଗାଁକୁ ନ ପଶିବା ପାଇଁ କି ଆମେ ଲୋକମାନଙ୍କୁ ସଚେତନତା କରଉଛୁ। ଆଉ ଲୋକମାନେ ବି ସଚେତନତା କଲା ପରେ ବି ଲୋକମାନେ ବି ବୁଝୁଛନ୍ତି। ଆଉ ହାତୀ ଆସିଲେ ବି ତାକୁ ବାଣ ଫାଣ ଫୁଟଉନାହାନ୍ତି କି ତାଙ୍କୁ କୌଣସି ଅସ୍ତ୍ର ପ୍ରୟୋଗ ତାଙ୍କ ଉପରେ କରୁନାହାନ୍ତି। ତେଣୁକରି ହାତୀ ଯେହେତୁ ଖାଦ୍ୟ ନ ପାଉଛି, ତେଣୁକରି ସେ ବାଧ୍ୟ ହେଇକି ଗାଁ ମୁହାଁ। ସାର୍ ହାତୀ କେତେଟା ଅଛି ଆପଣଙ୍କର? ତିନିଟେ ଅଛନ୍ତି, ଯୋଡ଼ିଏ ବଡ ଗୋଟିଏ ଛୁଆ। ଆମର ସ୍କ୍ୱାଡ୍ ମୋର ସେକ୍ସନ କେହି ନାହାନ୍ତି, ପାରା ସ୍କ୍ୱାଡ୍ ଅଛନ୍ତି। ନା ଜାଣିଛନ୍ତି, ଯେହେତୁ ଏଠି ପାରା ସ୍କ୍ୱାଡ୍ ନାହାନ୍ତି, ଡିଏଫ୍ ସାର୍ ଜାଣିଛନ୍ତି। ଆଉ ଏଠି ପାରା ସ୍କ୍ୱାଡ୍ ହିଁ ଅଛନ୍ତି, ହାତୀ ସ୍କ୍ୱାଡ୍ ନାହାନ୍ତି। ହେଡମାଷ୍ଟର କୋଡ଼ିଭଟା ପ୍ରାଇମେରୀ ସ୍କୁଲ। ଆଉ ମୁଁ ସକାଳେ ଜାଣିବାକୁ ପାଇଲି, ଫୋନ୍ କଲେ ଏଠିକାର ପିଲାମାନେ ଆଉ SMCର ପ୍ରେସିଡେଣ୍ଟ ଯେ ହାତୀ ଘର ଭିତରେ ପଶିକି ଚାଉଳ ଖାଇ ଦେଇଛି ବୋଲିକି। ଆଉ ଚାଉଳ 7 ବସ୍ତା ଥିଲା, ସବୁ ଫିଙ୍ଗା ଫୋପଡ଼ା କରିକି ଖାଇ ଦେଇଛନ୍ତି। ଡାଲି ନଥିଲା, ଡାଲିଟା ରୋଷେଇ ଘରେ ଥିଲା, ଡାଲି କିଛି କରିନି। ଡାଲି କରିବା ପତ୍ର କିଛି କରିନାହାନ୍ତି, ଖାଲି ଚାଉଳ ଥିଲା ତା ଖାଇ ଦେଇଛନ୍ତି। ସାର୍ ମୁଁ ଆଡଜଷ୍ଟ କରିକି ଦେଇଛି ଆଜି, ମାଗିକି ଅଙ୍ଗନବାଡ଼ିରୁ। ଅଙ୍ଗନବାଡ଼ି ମାଗିଛି, ଗୋଟେ ପକେଟ ମାଗିଛି, ସେଟା ଦିଆହବ। ସାର୍ ମୁଁ ହଁ ଆଜି ଯିବି ଏବେ ବର୍ତ୍ତମାନ ତ ଘଣ୍ଟେ ହେଲା ଖାଇବାକୁ ଦେଇକି ଉପର ବେଳା ଯିବି, ଯାଇକି ଜଣେଇବି।